ଶ୍ରୀ ଜଗନ୍ନାଥ କିପରି କରିଥିଲେ ବନ୍ଧୁ ଚର୍ଚ୍ଚା। ବହୁତ ଦିନର ତଳର କଥା। ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି। ଦାରିଦ୍ର୍ୟତା ମଧ୍ୟରେ ଭିକ୍ଷା ମାଗି ପାଞ୍ଚ ପ୍ରାଣୀ କୁଟୁମ୍ବ ପଶୁଥାନ୍ତି। ଦିନେ କଲେ ଯୁଗ ଗଲା ପରେ କାଲି ପାଇଁ କିଛି ଚିନ୍ତା ନାହିଁ। ଆଜିଟା ହିଁ ସବୁ କିଛି, ସବୁ ପ୍ରଭୁଙ୍କ ଇଚ୍ଛା। ସିଏ ପରା ସାରା ଜଗତ ଦେଖୁଛି। କାଲି ପାଇଁ ବ୍ୟବସ୍ଥା କିଛି ସିଏ କରିଦେବ ନାହିଁ କି? ଭକ୍ତ ବନ୍ଧୁ ମହାନ୍ତି ଏହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଅଚଳା ଭକ୍ତି ଏବଂ ଅଟଳ ଆସ୍ଥା ରଖି ଦୁଃଖର କାଳତିପାତ କରୁଥାନ୍ତି। ପତ୍ନୀ ବେଳେ ବେଳେ କିଛି କହିଲା ବେଳେ ସେ କହନ୍ତି, ମୋର ଜଣେ ବନ୍ଧୁ ଅଛନ୍ତି ଜଗବନ୍ଧୁ, ସେ ସବୁ ଠିକ୍ କରିଦେବେ। ସ୍ତ୍ରୀ କେତେବେଳେ କେମିତି ବିରକ୍ତ ହୋଇଯାଏ, କହନ୍ତି କି ପାଗଳ ଲୋକଟା, ଏ ବେଳେ ଖାଇଲେ ଆର ବେଳକୁ ଛୁଆଙ୍କ ପାଇଁ କିଛି ନାହିଁ। ୟାଙ୍କର କୋଉ ବନ୍ଧୁ ଅଛି ସବୁ ଠିକ୍ କରିଦେବ। ଆଉ ବେଳେ ବେଳେ ତାଙ୍କୁ ମଧ୍ୟ କୁହନ୍ତି, ଚାଲୁନ ତୁମ ବନ୍ଧୁ ଘର ଥରେ ବୁଲି ଆସିବା। ମହାନ୍ତିଙ୍କ କହନ୍ତି, ଆରେ ମୋ ବନ୍ଧୁ କ'ଣ ଏମିତି ସେମିତି ଲୋକ କି? ତା ପାଖକୁ ଯେତେବେଳେ ଚାହିଁବ ଚାଲିଯିବ। ତାର ବଡ଼ ଦେଉଳ, ବଡ଼ ଦାଣ୍ଡ, ସବୁ ତାର ବଡ଼। ଏମିତି ଦୁଃଖ ସୁଖ ଦିନ କଟୁଥାଏ। ଦେଶରେ ଥରେ ବଡ଼ ଅକାଳ ପଡ଼ିଲା। ଦୁର୍ଭିକ୍ଷର କରାଳ ଛାଇ। ଚାରିଆଡ଼େ ହା ଅନ୍ନର ଚିତ୍କାର, ଭିକ୍ଷାର ଘୋର ଅଭାବ। ଭିକ୍ଷାଜୀବୀ ବନ୍ଧୁଙ୍କ ଜୀବନ ବଡ଼ ଦୁର୍ବିସହ ହୋଇ ପଡ଼ିଲା। ତାଙ୍କୁ ତାଙ୍କର ସ୍ତ୍ରୀ କହିଲେ, ଏତେ କଷ୍ଟ ପଡ଼ିଲାଣି, ଏଥର ଚାଲ ତୁମ ବନ୍ଧୁ ଘରକୁ ଯିବା, ତାଙ୍କୁ ଯାଇ ଦୁଃଖ ଜଣାଇବା। ମହାନ୍ତିଙ୍କ ଏ କଥା ଶୁଣୁ ହୋଇ ବହୁ କଷ୍ଟରେ ରାଜି ହେଲେ। ତହିଁ ପରଦିନ ତିନିଟା ପିଲା ଓ ସ୍ତ୍ରୀକୁ ଧରି ଚାଲିଲେ ବନ୍ଧୁଘର ଶ୍ରୀକ୍ଷେତ୍ର। ଦୁଇଟି ଛୋଟ ପିଲାଙ୍କୁ ସେ କାନ୍ଧରେ ବୋହି ନେଉଥାନ୍ତି। ଜନଶୂନ୍ୟ ରାଜପଥ। 4 ଦିନ କାଳ ଉପାସ ଓ ଭୋକରେ ବାଟ ଚାଲି ଚାଲି ପହଞ୍ଚିଲେ ଯାଇ ବନ୍ଧୁଘର ଶ୍ରୀକ୍ଷେତ୍ରରେ। ଅନେକ ରାତ୍ରି ହୋଇଯାଇଥାଏ। ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ ହୋଇ ସାରିଥାଏ। ପହରା ଦେଉଥିବା ବେତୁଆମାନଙ୍କ ଇଏ ମୋର ବନ୍ଧୁଙ୍କ ଘର ନା ବୋଲି ପଚାରିଲେ। ଏ ଲୋକଟା ପାଗଳ ବୋଲି ଭାବି ସେମାନେ ତାଙ୍କୁ ଘଉଡ଼ାଇ ଦେଲେ। 4 ଦିନ ବାଟ ଚାଲି ଚାଲି ଦେହ ଅବଶ, କାହା ପେଟରେ ଦାନା ମୁଠେ ପଡ଼ିନାହିଁ। କ'ଣ କରିବେ? ପିଲାମାନଙ୍କୁ ଓ ସ୍ତ୍ରୀଙ୍କୁ ଡାକି ନେଇ ଦକ୍ଷିଣ ଦ୍ୱାର ପାଚେରୀ କଉଡ଼ି ଥିବା ବରଗଛ ମୂଳକୁ, ସେଠି ବନ୍ଧୁଙ୍କ ରୋଷେଇ ଘର ପେଜ ନାଳରୁ ବୁନ୍ଦେ ବୁନ୍ଦେ ପେଜ ପିଇ ପୁରୁଣା ମଇଳା ଗାମୁଛାରେ ପାରି ଶୋଇପଡ଼ିଲେ। ସମସ୍ତେ ଥକି ଯାଇଥିବାରୁ ନିଘୋଡ଼ ନିଦରେ ସମସ୍ତେ ଶୋଇପଡ଼ିଥାନ୍ତି। ସାଇଁ ସାଇଁ ନିଶା ଗରୁଜିଥାଏ। ରାତି ଅଧ ବେଳକୁ କାହାର ଡାକ ଶୁଣି ଛଟ୍ କରି ନିଦ ଭାଙ୍ଗିଗଲା ବନ୍ଧୁ ମହାନ୍ତିଙ୍କର। ସ୍ୱରଟି ଲାଗୁଥାଏ ଏତେ ଚିହ୍ନା ବୋଲି। ପୁଣି ଶୁଭିଲା ଡାକ, ବନ୍ଧୁ ଓ ଯାଜପୁରିଆ ବନ୍ଧୁ। ପେଜନାଳ ପାଖରେ ଶୋଇପଡ଼ିଲ କି? ମୁଁ ଡାକୁଛି, ଆସ ଦେଖ, ତୁମ ପାଇଁ ମୁଁ କେତେ ରକମର ଖାଦ୍ୟ ଆଣିଛି। ୟାକୁ ନିଅ, ପିଲାମାନଙ୍କୁ ଖୁଆଇ ନିଜେ ଖାଅ। ବନ୍ଧୁଘର କ'ଣ ଏମିତି ଉପାସରେ ଶୋଇବ? ଚମକି ପଡ଼ିଲେ ଯାଜପୁରିଆ ବନ୍ଧୁ। ଦୌଡ଼ି ଗଲେ ସେହି ଦକ୍ଷିଣ ଦ୍ୱାର ଆଡ଼କୁ, ଯେଉଁ ଆଡ଼ୁ ଏ ସ୍ୱରଟି ଭାସି ଆସୁଥିଲା। ଦେଖିଲେ ଜଣେ ବ୍ରାହ୍ମଣ ହାତରେ ସୁବର୍ଣ୍ଣ ଥାଳି ଧରି ଠିଆ ହୋଇଛନ୍ତି। ମହ ମହ ବାସ୍ନାରେ ଚତୁର୍ଦ୍ଦିଗ ବାସି ଉଠୁଛି। ଥାଳିରେ ଭରା ସୁଆଦ ଅନ୍ନ ବ୍ୟଞ୍ଜନ। କ'ଣ ବନ୍ଧୁ ଶୋଇ ପଡ଼ିଥିଲ କି? କହି ସେ ଥାଳିଟି ବଢ଼େଇ ଦେଲେ। କୁଆଡ଼େ ଉଭାନ ହୋଇଗଲେ। ନିଦରୁ ଉଠାଇ ପିଲାଙ୍କୁ ଖାଇବାକୁ ଦେଲେ। ମହାନ୍ତେ ପତ୍ନୀ ପଚାରିଲେ, କହିଲେ ବନ୍ଧୁ ଆସିଥିଲେ, ଦେଇ ଯାଇଛନ୍ତି। ସମସ୍ତେ ଖାଇସାରିଲା ପରେ ମହାନ୍ତେ ଥାଳିକୁ ଫେରାଇବାକୁ ଯାଇ ଦେଖନ୍ତି ତ ଆଉ କେହି ନାହିଁ। ମହା ମୁସ୍କିଲ କରିବେ କ'ଣ? ସ୍ୱର୍ଣ୍ଣ ଥାଳିକୁ ମଇଳା ଗାମୁଛାରେ ଗୁଡ଼େଇ ମୁଣ୍ଡ ତଳେ ଜାକି ଶୋଇପଡ଼ିଲେ। ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ରାତିରେ ଲାଗି ହୋଇଥିବା ରତ୍ନ ଥାଳି ନ ଥିବା ଦେଖିଲେ ଓ ଖୋଜାଖୋଜି ପରେ ଥାଳି ଆଉ ନ ମିଳିବାରୁ ରାଜାଙ୍କୁ ଜଣାଇ ଦିଆଗଲା ଯେ ମହାପ୍ରଭୁଙ୍କ ରତ୍ନ ଥାଳି ଚୋରି ହୋଇଯାଇଛି। ଥାଳି ଖୋଜା ଚାଲିଥାଏ। ହଠାତ୍ ସିପାହୀମାନେ ଦେଖିଲେ ମହାପ୍ରଭୁଙ୍କର ରତ୍ନ ଥାଳିଟି ପେଜନାଳ ପାଖରେ ଶୋଇଥିବା ଭିଖାରୀ ମଇଳା ଗାମୁଛା ଭିତରେ ରଖିଛି। ତ ମାଡ଼ ମାରି କରି ଚୋର ବୋଲି କହି ଘୋଷାରି ନେଇଗଲେ ରାଜ ନଅର ଆଡ଼କୁ। ବୁଝାଇବା ପାଇଁ ସେ କିଛି କହିବାକୁ ଚାହୁଁଥାନ୍ତି, ହେଲେ ଚୋର କଥା ଶୁଣିଛି କିଏ? ତ ତାଙ୍କୁ ସିପାହୀମାନେ ନେଇ ଠୁଙ୍ଗି ଦେଲେ ବନ୍ଦୀଶାଳାରେ। ଏପଟେ ଛୁଆ ସ୍ତ୍ରୀ ଅତୁର ହୋଇ ହାୟ ହାୟ କରୁଛନ୍ତି। ବନ୍ଧୁ ମହାନ୍ତି ନିଶ୍ଚଳ ହୋଇ ମହାପ୍ରଭୁଙ୍କ ଧ୍ୟାନ କରି କହୁଥାନ୍ତି, ବନ୍ଧୁ ମୋତେ
ଡକାଇ ଆଣି ଶେଷରେ ଚୋରି କରି ବନ୍ଧେଇଲୁ। ହଉ, ସବୁ ତୋର ଇଚ୍ଛା। ମହାପ୍ରଭୁ କ'ଣ ସ୍ଥିର ହୋଇ ରହିପାରିବେ? ଭକ୍ତର ବେଦନା ଦେଖି ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଖୋର୍ଦ୍ଧା ରଥିପୁରଗଡ଼ରେ ଗଜପତି ପ୍ରତାପରୁଦ୍ର ଦେବଙ୍କୁ। ହେ ରାଜା, ତୁମେ କ'ଣ ତୁମର ବନ୍ଧୁଙ୍କୁ ଅଭ୍ୟର୍ଥନା କର ନାହିଁ? ତେବେ ମୋ ବନ୍ଧୁଙ୍କୁ ମୁଁ ଅଭ୍ୟର୍ଥନା କଲି, ଏଥିରେ ଅପରାଧ କ'ଣ? ମୋ ବନ୍ଧୁଙ୍କୁ ମୁଁ ରତ୍ନ ଥାଳିରେ ଅନ୍ନ ଦେଲି, ସେ ଚୋର ହେଲେ କିପରି? ଯାଜପୁରିଆ ବନ୍ଧୁ ମହାନ୍ତି ମୋର ପରମ ଭକ୍ତ। ଭୋକରେ ରାତିରେ ପେଜନାଳ ନିକଟରେ ଚାରିପରାଣୀ କୁଟୁମ୍ବ ଧରି ଶୋଇପଡ଼ିଥିଲା। ମୁଁ ତାକୁ ଅନ୍ନ ପରଷି ଦେଇଥିଲି। ତାକୁ ଶୀଘ୍ର ବନ୍ଧନମୁକ୍ତ କର। ଏ ସ୍ୱପ୍ନ ଦେଖି ରାଜାଙ୍କୁ ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ରତ୍ନଥାଳି ଚୋର ହେଉଛନ୍ତି ମହାପ୍ରଭୁଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି। ଗଜପତି ତା ପରଦିନ ପ୍ରତ୍ୟୁଷରୁ ଶ୍ରୀକ୍ଷେତ୍ରକୁ ଯାତ୍ରା କଲେ। ବନ୍ଧୁ ମହାନ୍ତିଙ୍କୁ ବନ୍ଧନମୁକ୍ତ କରି ସାଷ୍ଟାଙ୍ଗ ପ୍ରଣିପାତ କଲେ ଏବଂ ନେଇଗଲେ ସେହି ପେଜନାଳ ନିକଟକୁ। ତାଙ୍କ ନାମରେ ଅନ୍ନ ବସ୍ତ୍ର ଖଞ୍ଜା କରି ଦେଲେ। ବନ୍ଧୁଙ୍କୁ ନିଯୁକ୍ତ କଲେ ମହାପ୍ରଭୁଙ୍କ ସେବକ ଭାବେ। ଭକ୍ତ ବନ୍ଧୁ ମହାନ୍ତିଙ୍କ ଜଗବନ୍ଧୁ ବନ୍ଧୁ ଏ କଥା ଶ୍ରୀକ୍ଷେତ୍ର ସାରା ପ୍ରଚାରିତ ହୋଇଗଲା। ଲୋକେ ଜାଣିଲେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପେଜନାଳ ନିକଟରେ ତିଆରି ହେଲା ତାଙ୍କ ଆଶ୍ରମ। ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ସେହି ଆଶ୍ରମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ଅଛି ଓ ପ୍ରଚାର କରୁଛି ଭକ୍ତ ଭଗବାନଙ୍କର ଅଭେଦ ସମ୍ପର୍କ।